नमस्कार। ଆଜି ଆମେ ଗୋଟେ ଭାରି ମଜାଦାର ଜିନିଷକୁ ନେଇ କଥା ହେବା। ହଉ କୁହନ୍ତୁ କଣ ସେ ଜିନିଷ? ଏଇଟା ହୋଇଛି ବୋଉ ବୁଟୁ ଭୂତ ବୋଲି ଗୋଟେ ନୂଆ ଓଡ଼ିଆ ସିନେମା ଅଛି ନା? ହଁ ହଁ ଶୁଣିଛି। ବାବୁଶାନ ଅର୍ଚ୍ଚିତା ଅଛନ୍ତି। ହଁ, ସେଇ ସିନେମାର ଦ୍ୱିତୀୟ ଟ୍ରେଲରରୁ ଗୋଟେ ଛୋଟ ଲାଇନ୍, ଗୋଟିଏ ବାକ୍ୟ। ଆଚ୍ଛା, ଗୋଟିଏ ଲାଇନ୍ ସେଟାକୁ ନେଇ ପୁରା ଆଲୋଚନା। ହଁ, ଦେଖିବା ନା କଣ ବାହାରୁଛି। ଟ୍ରେଲରଟା ସିଦ୍ଧାର୍ଥ ମ୍ୟୁଜିକ୍ରେ ଅଛି, ଆଉ ଫିଲ୍ମ ବି ଭଲ ଚାଲିଛି ବୋଲି ଶୁଣିବାକୁ ମିଳୁଛି। ହଉ, ତେବେ ଏଇ ଗୋଟିଏ ଲାଇନ୍ରୁ ଆମେ କଣ ବୁଝିବା? ଏଇଟା ତ ଭାରି କଣ କହିବା ଚ୍ୟାଲେଞ୍ଜିଂ କାମ। ହଁ ନା, କିନ୍ତୁ ସେଇଥିପାଇଁ ତ ମଜା। ଚାଲନ୍ତୁ ଲାଇନଟା ଆଗ ଶୁଣିବା। ସେଇଟା ହେଲା, ସବୁ ଭୁଲିଯା, ସମସ୍ତଙ୍କୁ କ୍ଷମା କରିଦେ, ସେ ତୁମ ମା, ମାମୁଁ। ଏପର୍ଯ୍ୟନ୍ତ ତ ଠିକ୍ ଠାକ୍ ଲାଗୁଛି, ମାନେ କ୍ଷମା ପରିବାର କଥା। ହଁ, କିନ୍ତୁ ତାପରେ ଅଛି, ଏ ସାଦା ଡାଇଲଗ ନେ ଥୋଡ଼ା ରାମ କ୍ୟା, ଓ ମୁହଁ ପେ ତ ବୁଢ଼ୁ। ଏଇଠି କଥାଟା ଅଟକି ଯାଉଛି। ହଁ, ଏଇ ପର ଅଂଶଟା ଟିକିଏ ଅଡୁଆ। ସାଦା ଡାଇଲଗ, ତାପରେ ପୁଣି ରାମ କ୍ୟା, ଆଉ ବୁଢ଼ୁ। ହଁ, ସେଇ ସାଦା ଡାଇଲଗ କଥାଟା ମୋତେ ବି ଟିକେ ଖଟକିଲା। କିଏ କହୁଛି ଏ କଥା? ଆଉ କାହିଁକି ଏହାକୁ ସାଦା କହୁଛି? ଦେଖନ୍ତୁ, ପ୍ରଥମ ଅଂଶଟା ଗୋଟେ ଭାବପ୍ରବଣ ଆହ୍ୱାନ ଭଳି ଲାଗୁଛି। ସବୁ ଭୁଲିଯା, କ୍ଷମା କର, ପରିବାରର ସମ୍ପର୍କ, ମା ମାମୁଁ କଥା ବି ଅଛି। ହୁଏତ ସେଇଠି କିଛି ଗଭୀର ସମସ୍ୟା ଅଛି। ସେଇଟା ହୋଇପାରେ। କିନ୍ତୁ ଯେତେବେଳେ ସେ କହୁଛି ଏ ସାଦା ଡାଇଲଗ, ଏହାର ଦୁଇଟା ଅର୍ଥ ହୋଇପାରେ। ଗୋଟେ ହେଲା, ଯିଏ କହୁଛି ସେ ନିଜେ ଏ କଥାକୁ ହାଲକା ଭାବରେ କହୁଛି, ଆଚ୍ଛା। କିମ୍ବା ସେ ଯାହାକୁ କହୁଛି ତା ପାଇଁ ଏ କାମଟା ଭୁଲିବା, କ୍ଷମା କରିବା ଏତେ ସହଜ ନୁହେଁ, ଯଦିଓ ଶୁଣିବାକୁ ସାଧାରଣ ଲାଗୁଛି। ସେଇଥିପାଇଁ ସେ ବ୍ୟଙ୍ଗରେ କହୁଛି କି? ଓହୋ, ଏମିତି ବି ହୋଇପାରେ। ଆଉ ଶେଷ ଅଂଶଟା, ସେ ଯୋଉ ଅଧାରୁ ରହିଗଲା ପରି, ରାମ କ୍ୟା ଓ ବୁଢ଼ୁ। ହଁ, ସେଟା ବି ଗୋଟେ ପ୍ରଶ୍ନ। କଥାଟା କ'ଣ ଅଧାରେ କଟିଗଲା? କିଏ ଅଟକେଇ ଦେଲା? ନା ଯିଏ କହୁଛି ସେ ନିଜେ କହିପାରିଲାନି? ହୋଇପାରେ, କିଛି ଦ୍ୱନ୍ଦ୍ୱ, କିଛି ବିରକ୍ତି, ସେମିତି କିଛି। ହଁ, ଆଉ ସେଇ ରାମ ଶବ୍ଦଟା, ଏଇଟା କ'ଣ କାହାର ନାଁ, ନା କେବଳ ଗୋଟେ ଏକ୍ସକ୍ଲାମେସନ୍? ଆମେ କହୁନେ, ଆରେ ରାମ, ସେମିତି କିଛି? କହିହେବନି। ଆଉ ବୁଢ଼ୁ, ମୂର୍ଖ, କାହାକୁ କୁହାଯାଉଛି? ଏଇ ଯୋଉ ଅସ୍ପଷ୍ଟତା ଅଛି ନା, ଏଇଟା ହିଁ ଟ୍ରେଲର ପାଇଁ କାମ କରେ। ଏହା ଦର୍ଶକଙ୍କ ମନରେ ଗୋଟେ କୌତୂହଳ ସୃଷ୍ଟି କରେ। ଠିକ୍ କହିଲେ। ତାହେଲେ ମୋଟାମୋଟି ଭାବେ ଏଇ ଛୋଟ ସଳାପର ଉଦ୍ଦେଶ୍ୟ କ'ଣ ହୋଇପାରେ ଟ୍ରେଲରରେ? ଦେଖନ୍ତୁ, ଟ୍ରେଲରର ମୁଖ୍ୟ କାମ ହେଲା ଫିଲ୍ମ ପ୍ରତି ଆଗ୍ରହ ବଢ଼ାଇବା, ପୁରା କାହାଣୀ ନ କହି କିଛି ଇଙ୍ଗିତ ଦେବା। ଏଇ ଲାଇନଟା ଠିକ୍ ସେଇଆ କରୁଛି। ଏଥିରେ ଭାବନା ଅଛି, ପାରିବାରିକ ସମ୍ପର୍କର ସଙ୍କେତ ଅଛି, ପୁଣି କିଛି ରହସ୍ୟ ବି ଅଛି। ସେଇ ଅଧା ରହିଯାଇଥିବା କଥା ଆଉ ସାଦା ଡାଇଲଗ ଭଳି ଶବ୍ଦ। ହଁ, ଏସବୁ ମିଶି ଦର୍ଶକଙ୍କୁ ଭାବିବାକୁ ବାଧ୍ୟ କରେ, କିଏ କାହାକୁ କହୁଛି, କାହିଁକି କ୍ଷମା ଦରକାର, କ'ଣ ହୋଇଛି ସେମାନଙ୍କ ଭିତରେ, ଏ ସାଦା ଡାଇଲଗର ପ୍ରକୃତ ଅର୍ଥ କ'ଣ? ଆଚ୍ଛା, ଗୋଟେ ଛୋଟ ଲାଇନ୍, କିନ୍ତୁ ଏହା ଫିଲ୍ମର ଗଭୀରତା ଆଡ଼କୁ ଇସାରା କରୁଛି। ଏକଦମ। ଏହା ଦେଖାଉଛି ଯେ ଫିଲ୍ମରେ ହୁଏତ କିଛି ଜଟିଳ ଭାବନାତ୍ମକ ଦ୍ୱନ୍ଦ୍ୱ ଅଛି। ଏହା କେବଳ ଗୋଟେ ସାଧାରଣ କାହାଣୀ ନୁହେଁ। ବୁଝିଲି। ତେବେ ଏଇ ଆଲୋଚନାରୁ ଆମେ ମୁଖ୍ୟତଃ କ'ଣ ଶିଖିଲେ? ମୋତେ ଲାଗୁଛି ମୁଖ୍ୟ କଥା ହେଲା, ଗୋଟେ ସାଧାରଣ ଦେଖାଯାଉଥିବା ସଂଳାପ ଭିତରେ ବି କେତେ ଗଭୀର କଥା ଲୁଚି ରହିପାରେ। ହଁ। କ୍ଷମା, ପାରିବାରିକ ସମସ୍ୟା, ଆଉ ବେଳେବେଳେ ଯାହା କୁହାଯାଏନି, ଯାହା ଅଧା ରହିଯାଏ, ସେଇଟା ବି ବହୁତ କିଛି କହିଦିଏ। ଆଉ ସେଇ ସାଦା ଡାଇଲଗ କଥାଟା? ହଁ, ସେଇଟା ଗୋଟେ ମଜାଦାର ଟିପ୍ପଣୀ। ଏହା ସରଳତା ଭିତରେ ଥିବା ଜଟିଳତାକୁ ଦେଖାଉଛି। ଏଇଟା ସତରେ ଗୋଟେ ଭାବିବା ଭଳି କଥା। ଶେଷରେ ରହିଗଲା, ଗୋଟେ ସରଳ ସାଦା ଲାଗୁଥିବା କଥା ଯେତେବେଳେ ଏମିତି ଅଧା ରହେ ବା ତା ସହ କିଛି ଅଜବ ଶବ୍ଦ ଯୋଡ଼ି ହୁଏ, ତାହା କେମିତି ଆହୁରି ଶକ୍ତିଶାଳୀ ହୋଇଯାଏ ନା? ହଁ, ବୋଧହୁଏ ସେଇ ସରଳତା ଆଉ ଅସ୍ପଷ୍ଟତାର ମିଶ୍ରଣ ହିଁ ତାକୁ ଅଧିକ ଆକର୍ଷଣୀୟ କରେ। ଠିକ୍ ଅଛି। ଏହା ଉପରେ ଆହୁରି ଚିନ୍ତା କରାଯାଇପାରେ।